କ'ଣ ଓଡ଼ିଶାର ସାଧୁସନ୍ଥ ମାନେ କ'ଣ ଏତେ ନିରିମାଖି ତାଙ୍କ କଥାକୁ ଆମେ ଓଡ଼ିଶା ବାହାରେ ବି ପ୍ରଚାର କରିବୁ ଆମେ ପାରିବୁନି? ଅଚ୍ୟୁତାନନ୍ଦ ମହାପୁରୁଷ ଏଇ ଓଡ଼ିଶାରେ ତାଙ୍କୁ ଆମେ ବହୁତ ମାଳିକାକାର ମାନେ ବହୁ କଥା ବୁଝଉଛନ୍ତି ଯେ ଗଲା କ'ଣ ମାଳିକା ବିଚାର ସେ କଥା ଏମିତି କେତେ କ'ଣ କହୁଛନ୍ତି। ଯଦି ତମେ ଏତେ କଥା ଜାଣିଛ କହିପାରୁଛ ତାହେଲେ ସେ ମାଳିକା କଥାକୁ ନେଇକିରି ଗୋଟେ ପର୍ଟିକୁଲାର ଗୋଟାଏ ତାଙ୍କର କଥା ଭବିଷ୍ୟତ କଥାକୁ ନେଇ ଗୋଟେ ଭାରତବର୍ଷରେ ପହଞ୍ଚଉନା, ଭାରତ ବାହାରେ ପହଞ୍ଚଉନା। ଗୋଟିଏ କଥା ଘଟିଗଲା ପରେ କହୁଛ ୟା ଲେଖା ହେଇଥିଲା, ଇଏ କି କଥା? ତେଣୁ ଆମର ଦୁର୍ବଳତା, ଓଡ଼ିଶା ମାଟି ହେଉଛି ବ୍ରହ୍ମ ମାଟି, ସାଧନା ମାଟି। ଏଠି ଏ ବଳିଆକୁ ମାନେ ଗୋଟେ କଟକିଆ ବୋଲି ସେମାନେ ବିବେଚିତ କରନ୍ତି। ଆମ କଟକ ବାବା, ଏଇ ଗୋଟାଏ ଆନନ୍ଦ। ତ ପ୍ରତ୍ୟେକ କଥା ତ ଆନନ୍ଦ ପାଇଁ ସୃଷ୍ଟି ହେଇଛି। ଆନନ୍ଦ ହିଁ ଭଗବାନ, ପ୍ରଜ୍ଞାନଂ ଆନନ୍ଦଂ ବ୍ରହ୍ମ। ତେଣୁ ଆନନ୍ଦ ଯୋଉଠି ଭଗବାନ ସେଇଠି। କିନ୍ତୁ ଆନନ୍ଦ ଆମକୁ ମିଳିଲେ, ଆମର ପ୍ରତିଷ୍ଠା ବଢ଼ିଲେ, ଆମ ଭିତରେ ଯଦି ଅହଙ୍କାର ସୃଷ୍ଟି ହୁଏ ତାହେଲେ ସେଇଟା ଘୁଷୁରୀ ମଳ ସହିତ ସମାନ। ଅହଙ୍କାରକୁ କୁହାଯାଇଛି ମଦ୍ୟପାନ କରି ଯଦି ବିବେକୀ ଲୋକ ଅବିବେକୀ ହେଇଯାଏ, ସେଇଭଳି ପ୍ରତିଷ୍ଠା ବଢ଼ିଲା, ସ୍ୱାଭିମାନ ବଢ଼ିଲା। ତାର ଅର୍ଥ ନୁହେଁ ଯେ ତମେ ଅହଙ୍କାରରେ ଜର୍ଜରିତ ହୋଇ ଯାହା ଯେମିତି କରିପାରିବ। ନମ୍ରତି ଫଳିନ ବୃକ୍ଷ, ଗଛରେ ଫଳ ଧଇଲେ ଗଛଟା ନିମ୍ନଗାମୀ ହୁଏ। ସେଇଭଳି ଭାବରେ ଜଳଟା ଯେତେ ଉଚ୍ଚକୁ ଯିବ ସେ ସେତେ ଶୀଘ୍ର ନିମ୍ନଗାମୀ ହେବ। ତେଣୁ ହେ ମଣିଷ, ଆଜିର ପୁଅ ଝିଅ, ଆଜିର ଧନୀ, ଯେଉଁମାନେ ନିଜକୁ ଧନୀ ବୋଲି ଭାବୁଛନ୍ତି, ମାନି ବୋଲି ଭାବୁଛନ୍ତି, ଜ୍ଞାନୀ ବୋଲି ଭାବୁଛନ୍ତି, ସବୁବେଳେ ନମ୍ରତା ଗୁଣ ଆଚରଣ କର, ଅହଙ୍କାରୀ ହୁଅନା। ଇଏ ହେଉଛି ଗୀତାର ବାଣୀ, ଇଏ ହେଉଛି ମହାପୁରୁଷମାନଙ୍କର ବାଣୀ। ଆଜିର ଏହି ପବିତ୍ର ଜନ୍ମ ତାରିଖରେ ସମସ୍ତ ସାଧୁସନ୍ଥମାନଙ୍କୁ, ପଣ୍ଡିତମାନଙ୍କୁ ବଳିଆ ପ୍ରଣାମ ଜଣାଉଛି ଏବଂ ମୋର ପିତାମାତା ଏବଂ ମୋର ବାପା ବୋଉଙ୍କର ଯେଉଁମାନେ ବଡ଼ ଭାଇ ବ୍ରଜବନ୍ଧୁ, ବଂଶୀଧର, ଶରତ ଚନ୍ଦ୍ର, ଏଇ ଯେଉଁ ଭାଇମାନେ ଏବଂ ତାଙ୍କର ସହଧର୍ମିଣୀମାନେ, ଯାହାଙ୍କୁ ମୁଁ ବଡ଼ ବୋଉ, ସାନ ବୋଉ ଏମିତି ସବୁ ଡାକୁଥିଲି, ସମସ୍ତଙ୍କୁ ସ୍ମରଣ କରି ମୋର ଜେଜେ ବାପା ଭୁବନାନନ୍ଦ ନିଶାମଣିଙ୍କୁ ପ୍ରଣାମ ଜଣାଇ ଆଜିର କଥା ମୁଁ ସମର୍ପଣ କରୁଛି। ଠାକୁର ଅଭିରାମ ଗୋଟିଏ ସୁନ୍ଦର କଥା କହିଲେ, ଜଗନ୍ନାଥଙ୍କର ରତ୍ନ ସିଂହାସନ, ସେଇ ରତ୍ନ ସିଂହାସନ ଉପରେ ଜଗନ୍ନାଥ ବସିଛନ୍ତି, ପୂଜା ପାଉଛନ୍ତି। କିନ୍ତୁ ଭକ୍ତମାନେ କିଏ ପୂର୍ବ ଦ୍ୱାରରେ ଯାଉଛି ତାଙ୍କୁ ଦର୍ଶନ କରିବା ପାଇଁ, କିଏ ପଶ୍ଚିମ ଦ୍ୱାରରେ ଆସୁଛି ଦର୍ଶନ କରିବା ପାଇଁ, କିଏ ଉତ୍ତର ଦ୍ୱାରରେ ଆଉଛି, କିଏ ଦକ୍ଷିଣ ଦ୍ୱାରରେ ଆଉଛି। ଯିଏ ଯୋଉ ବାଟ ଦେଇ ଆସିଲେ ବି ଦର୍ଶନ କରୁଛନ୍ତି ଜଣକୁ,
ସେ ହେଉଛନ୍ତି ଜଗନ୍ନାଥ। ଯେମିତି ଅନେକ ନଦ ନଦୀ ବିଭିନ୍ନ ବାଟ ଦେଇ ବହି ଯାଉଛନ୍ତି, ମିଶୁଛନ୍ତି ସମୁଦ୍ରରେ, ଠିକ୍ ସେଇ କଥା। ଅଭିନବ ସୁନ୍ଦର ସେଇ କଥା କହିଲେ, କେଅବା ପୂର୍ବ ଦ୍ୱାରେ ଯାଏ, କେହି ପଶ୍ଚିମ ଦ୍ୱାର, ଦକ୍ଷିଣ ଦ୍ୱାରେ କେ ଯାଇ, କେହି ଉତ୍ତର ଦ୍ୱାର। ଏଇଟା କଥା ଆଉ କ'ଣ। ଯିଏ ଯେଉଁ ଦ୍ୱାରରେ ଗଲେ ବି ସେଇ କାଳିଆ ବଳିଆଙ୍କ ପାଖରେ ସମସ୍ତେ ପହଞ୍ଚିବେ। ବୈକୁଣ୍ଠ ଲେଖିଲେ, ତୁମ ପାଇଁ ମନ ମନ୍ଦିର ଦ୍ୱାର, ମୁକୁଳା ରଖିଛି ହେ ମନ ଚୋର। ତୁମ ପାଇଁ ମନ ମନ୍ଦିର ମୁକୁଳା ସଜ କଞ୍ଜ ପଦ ହୋଇ ମୋ ଅନ୍ତର, ସଜ କଳଙ୍କ ଦିଅ ହେ ମାଜି, କଳଙ୍କ ଦିଅ ମାଜି, କଳଙ୍କ ଦିଅ ମାଜି। ଦେଖନ୍ତୁ, ଏମାନେ ସାହିତ୍ୟିକ ନୁହନ୍ତି, ଏମାନେ ଯାହା ଲେଖିଛନ୍ତି। ଭୀମ ଭୋଇ ସେ କ'ଣ ଓଡ଼ିଆ MA ପାସ୍ କରିଥିଲେ ନା ଓଡ଼ିଆରେ କ'ଣ ସେଟା କହନ୍ତି PG କରିଥିଲେ, ଡକ୍ଟରେଟ୍ କରିଥିଲେ? ଏଠି ଗୋଟେ ସୁନ୍ଦର ପଦ ଦେଲେ, ସଜ କଞ୍ଜ ପଦ। ତାହେଲେ ସେ କୋଉ ଯାକେ ପଢ଼ିଥିଲେ ମୁଁ ଜାଣିନି ଅବଶ୍ୟ। କଞ୍ଜ କହିଲେ ସେଇ ପଦ୍ମ, ଗୋଟିଏ ସଜ କଞ୍ଜ ପଦ ମାନେ ସଦ୍ୟ ପଦ୍ମ ଫୁଲ ସାଙ୍ଗେ ସାଙ୍ଗେ ପୁଷ୍କରିଣୀରୁ ତୋଳା ହେଇକିରି ଆସିଛି। ସେ କହୁଛନ୍ତି, ହେ ଭଗବାନ, ତୁମ ପାଇଁ ମୋ ମନ ମନ୍ଦିରର ଦ୍ୱାର ଖୋଲା ରହିଛି, ମୁକୁଳା ରଖିଛି ହେ ମନ ଚୋର। ମୁଁ ତମ ପାଇଁ ମୁକୁଳା ମୋ ଦ୍ୱାର ସବୁବେଳେ ଖୋଲା। ସେଇ ସଜ କଞ୍ଜ ପଦ ଥୋଇ ମୋ ଅନ୍ତର, ମୋ ଅନ୍ତରରେ ସେଇ ପାଦ ପଦ୍ମକୁ ରଖି ମୋ ଭିତରେ ଥିବା କଳଙ୍କ କାଳିମାକୁ ମାଜି ଦିଅ। ଇଏ ହେଉଛି ବୈକୁଣ୍ଠଙ୍କର ଏକ ସୁନ୍ଦର ସଙ୍ଗୀତ। ବୈକୁଣ୍ଠଙ୍କର ଗୀତ ଗୁଡ଼ିକ ଯଦି ଆମେ ବ୍ୟାଖ୍ୟା କରିବା ନାହିଁ, ତାକୁ ବାହାରେ ପ୍ରଚାର କରିବା ନାହିଁ, ସିଏ ଲେଖିଛନ୍ତି ଓଡ଼ିଆରେ, ଆମେ ତାକୁ ଇଂରାଜୀରେ କରିବା, ହିନ୍ଦୀରେ କରିବା, ବଙ୍ଗଳାରେ କରିବା। କ'ଣ ଓଡ଼ିଶାର ସାଧୁସନ୍ଥମାନେ କ'ଣ ଏତେ ନିରିମାଖି ତାଙ୍କ କଥାକୁ ଆମେ ଓଡ଼ିଶା ବାହାରେ ବି ପ୍ରଚାର କରିବୁ ଆମେ ପାରିବୁନି? ଅଚ୍ୟୁତାନନ୍ଦ ମହାପୁରୁଷ ଏଇ ଓଡ଼ିଶାରେ ତାଙ୍କୁ ଆମେ ବହୁତ ମାଳିକାକାର ମାନେ ବହୁ କଥା ବୁଝଉଛନ୍ତି ଯେ ଗଲା କ'ଣ ମାଳିକା ବିଚାର, ସେ କଥା ଏମିତି କେତେ କ'ଣ କହୁଛନ୍ତି। ଯଦି ତମେ ଏତେ କଥା ଜାଣିଛ କହିପାରୁଛ, ତାହେଲେ ସେ ମାଳିକା କଥାକୁ ନେଇକିରି ଗୋଟେ ପର୍ଟିକୁଲାର ଗୋଟାଏ ତାଙ୍କର କଥା ଭବିଷ୍ୟତ କଥାକୁ ନେଇ ଗୋଟେ ଭାରତ ବର୍ଷରେ ପହଞ୍ଚଉନା, ଭାରତ ବାହାରେ ପହଞ୍ଚଉନା।
गोटे कथा घटीगला कौच या लेखा होता ये की कथा तेणु आमर दुर्बलता ओडिशा माटी होउची ब्रह्म माटी साधना माटी ये परं ब्रह्मंकर पूजा चली आउ ये परं ब्रह्म को किए काठ बोली भी कहलानी ये परं ब्रह्म मूर्ति बोली किए कहलानी आमर सब यही द्वंद्ववाद लगी एमिति कि जगन्नाथ प्रसाद भी अनेक पाती नहीं ये प्रसाद अन्न डाली तरकारी ये भली कथा को खाऊना कहीं जगन्नाथ पाखे नीति है आम खाइबू केमती जदि जगन्नाथ बोली कहीं नहांती ताले नीति है तुम कौन असुविधा है तुम परा कौच जगन्नाथ कि नुह आमर सेमती तुलसीटा को पानी रे धरिकी बुले देलु पानी ताकू किए खाऊ बोले किए जान कई तो नहांते खाइब किए ये सबू संकीर्णता को त्याग कर वैकुंठंकर संगीत अति सुंदर ताकू बाहर प्रचार कर आउ बलिया थिबा पर्यंत मु चेष्टा करी मु जापान जाए अमेरिका जाए चीन जाए किंतु मु निश्चित भाव पदे हो अदे हो ताकू पहुंचेवा कथा मु पहुंचेबी मधु कहिले खड़ काल मुखु रक्षा पाइबाकू खरे रख न डाके तुम खड़ काल मुखु रक्षा पाइबा खरे रख नडा खंडा धरी मोर सनमत खंडा धरी मार सनमत मरण कूर नहीं प्रभु मरण को डर नहीं मरण को डर नहीं ती मोरी ठाकुर एमिट माने मधु कहले मु जो भूल भाल सब आमे सब ये खड़ काल मुखु रक्षा पाइबाकू खरे रख बोली न डाके तुम खंडा धरी मार सनबत मोर तुम 12 हाथ खंडा हो 8 हाथ खंडा हो 4 हाथ हो तमें मत मार मुझे मरण को डरनी ये कथा कौन साधारण लोक कह महापुरुष बोली कहले ना अच्छा आमको जदि किए गोटे ब्लेड धरिकी तुम बेकू काटिदेवी आम लो अपला कही दौड़ कि सी कहते खंडा धरी पछे मार मुझे डरनी कारण डर क्या भय क्या ठाकुर अच्छा चौबाहा सज्जन समय अत्यंत स्वल्प मते कटक फेरिया पड़ो तेणु बाबांकर पदे कथा खाली कहीदौची जदि बाया बाबा कथा जदि ईश्वर प्राप्ति पाई संसार छाड़िबा दरकार नुह तेबे सन्यासी माने घर द्वार छाड़ी कहीं बुलूचंती जने प्रश्नकर्ता पचारे बाबा कहले आपण एक कथा कहीं पचारे एक कथा कहीं आप पचारे और वकिल बाबूटी से बाबूटी हूँ वकिल वकिल बाबू आमर सब कहले मन भीतर आंदोलन होउची जे संसार न छाड़िले बोध हुए ईश्वर प्राप्ति हुए नहीं बाबा कहले ताले साधु महापुरुष माने जहाँ कही जाइछन्ती से सब कौन मिछ वकिल बाबू तापर कहले ना
ମିଛ କେମିତି ହବ ସତ ଆଉ। ବାବା କହିଲେ ତେବେ ମନରେ ଏ ଆନ୍ଦୋଳନ କାହିଁକି? ସାଧୁ ମହାପୁରୁଷ ମାନଙ୍କ ବାକ୍ୟ ଉପରେ ବିଶ୍ୱାସ ରଖି ବାଟ ଚାଲନ୍ତୁ। ଘର ସଂସାରରେ ଥାଆନ୍ତୁ କିମ୍ବା ସନ୍ନ୍ୟାସୀ ହୋଇ ଯାଆନ୍ତୁ, ସେଥିରେ ଯାଏସ କିଛି ନାହିଁ। ମହାଜନ ଜେନ ଗତସ୍ୟ ପନ୍ଥା। ତମେ ସଂସାର ଭିତରେ ବିଶ୍ୱଗୁରୁ ବାୟା ତାଙ୍କ ବାୟା ଗୀତାରେ ଲେଖିଥିଲେ ସଂସାରୀ ସନ୍ନ୍ୟାସୀ ଅଟନ୍ତି ଇଏ ଦୁହେଁ ସମାନ। ସନ୍ନ୍ୟାସୀ ମାନେ ଜଙ୍ଗଲରେ ତପସ୍ୟା କରନ୍ତି, ବାଘ ଭାଲୁ ହାତୀ ଏମାନଙ୍କୁ ଡରନ୍ତିନି, ତାଙ୍କର ଧ୍ୟାନସ୍ଥ ହୁଅନ୍ତି। ସଂସାରୀ ମାନେ କେମିତି ତାଙ୍କ ସହ ସମାନ ହେଲେ? ସିଏ କହୁଛନ୍ତି ଇଏ ଯୋଉ ସଂସାରଟା ଆମ ଚାରି ପାଖରେ ପଡ଼ୋଶୀ ଅଡ଼ୋଶୀ ଯାହା ଅଛି ଇଏ ଗୋଟେ ପ୍ରକାର ଜଙ୍ଗଲ। ଏଇ ଜଙ୍ଗଲ ଭିତରେ ହିଂସ୍ର ଜନ୍ତୁ କିଏ? ବାଘ ଠାରୁ ଆହୁରି ହିଂସ୍ର ଜନ୍ତୁ ଅଛନ୍ତି। ଗୃହ ଶତ୍ରୁ ଭୀଷଣ, ଘର ଢିଙ୍କି କୁମ୍ଭୀର ଭଳିଆ ଆମରି ପରିବାର ଆମରି ପଡ଼ୋଶୀ ଭିତରେ ମଧ୍ୟ ଆମକୁ ଧ୍ୱଂସ କରିବା ପାଇଁ ମାରିବାକୁ କି ମାନେ ଆମର ଅନିଷ୍ଟ ଚିନ୍ତା କରିବା ପାଇଁ ହିଂସାର ପ୍ରତୀକ ବାଘ, ଅହଙ୍କାରର ପ୍ରତୀକ ସିଂହ। ଆରେ ସିଏ ଗୋଟେ ଏମିତି ଘର କରିଦେଲା, ହେ ସିଏ ଗୋଟେ ସେମିତି ମୋଟର ସାଇକେଲ ଚଢ଼ିକି ମୋ ଆଗରେ ପଳେଇଲା। ଆରେ ବାବୁ ମୋଟର ସାଇକେଲଟା ଚଢ଼ିଗଲା, ତୋର କ'ଣ ଗଲା? ଗୋଟେ ଭଲ ଜାମା ପିନ୍ଧିଛି ତ, ଇଏ ଭଲ ଜାମାଟା ପିନ୍ଧିବିନି ଆଉ କ'ଣ ଗୋଟେ ଚିରା ସାର୍ଟଟା ପିନ୍ଧିଥାନ୍ତି। ତେଣୁ ଏଇମାନେ ହଉଛନ୍ତି, ପୁଅ ଯଦି ସକାଳୁ ଉଠିକିରି କହିଲାଣି ବାପା, ଝିଅ କହିଲାଣି ବାପା, ଏମାନେ ବହିପତ୍ର ଖାଇବା ପିଇବା କଥା ମାଗୁଛନ୍ତି। ଏମାନେ ହିଂସ୍ର ଜନ୍ତୁ ନୁହନ୍ତି, କିନ୍ତୁ ଜଞ୍ଜାଳ ଜୀବନ। ସ୍ତ୍ରୀ କହିଲାଣି କୁଆଡ଼େ ତେବେ ଚାଲି ଯାଉଛ, ମୁଁ ପୁଅ ଝିଅ କେମିତି ସମ୍ଭାଳିବି? ଅନେକ ସ୍ତ୍ରୀ ମାନେ ଏବେ ସବୁ ଆଜିକାର ସ୍ତ୍ରୀ ମାନେ କେତେକ, ମୁଁ କାହିଁ ରୋଷେଇ କରିବି, ତମେ କ'ଣ କରିବ କି? ଆସ ତମେ ପରିବା କାଟ, ମୁଁ ରୋଷେଇ କରିବି। ତାମାନେ ସ୍ୱାମୀ ସ୍ତ୍ରୀ ଭିତରେ ମଧ୍ୟ କାମ ବଣ୍ଟା ହେଲାଣି ଆଜିକାଲି। ଏମିତିକି ବଳିଆ ପାଖରେ ବହୁ ପ୍ରମାଣ ଅଛି। ମଝିରେ ମଝିରେ ସେ କହେ ମୁଁ ଯାଉଛି, ଯେଉଁ ହଷ୍ଟେଲରେ ଥିଲି ମୋ ସାଙ୍ଗମାନେ ଥିଲେ, ମୁଁ ଯାଉଛି ସେଇ ହଷ୍ଟେଲରେ ଶୋଇବି। ଇଏ କି କଥା? ତୁମେ ବୋହୂ ହେଲ, ଘରେ ରହିବା କଥା, ଘରେ ଶୋଇବା କଥା। ଏମିତି ଗୁଡ଼ାଏ ଜଞ୍ଜାଳ ହିଂସ୍ର ଜନ୍ତୁ ଆମରି ସଂସାର ଭିତରେ ଅଛନ୍ତି। ଆଚ୍ଛା, ତେବେ ଆମେ ତ ଘର ସଂସାର କରିଛୁ, କିଏ ଜଙ୍ଗଲରେ ତପସ୍ୟା କରୁଛନ୍ତି, କିଏ ଘରେ ତପସ୍ୟା କରୁଛନ୍ତି, ଇଏ ଦୁହେଁ ସମାନ। ଏଇ ଜଞ୍ଜାଳ ଭିତରେ ରହି ଯଦି ଆମେ 15 ମିନିଟ୍ କି 20 ମିନିଟ୍ ଭଗବାନଙ୍କ ପ୍ରୀତ୍ୟର୍ଥେ ଦେବା, ସିଏ 4 ଘଣ୍ଟା ଦେଲେ ଯାହା, ଇଏ 15 ମିନିଟ୍ 20 ମିନିଟ୍ ଦେଲେ ସେଇଆ। ଭାଗବତର ଗୋଟିଏ ପଦ, ଗୃହ କରିବ ଗୃହୀ ମେରେ ନ ପଶି ରହି ନିରୋ। ଗୃହ ନ ପଶି, ତାର ପୁଣି ଉଦାହରଣ ପୁଣି ଆଉ ଗୋଟେ ଦେଲେ, ପଙ୍କିଳ ଯେନେ ପଙ୍କେ ତା ଦେହେ ପଙ୍କ, ପଙ୍କିଳ ତା ଦେହେ ପଙ୍କ
ଚିଙ୍ଗୁଡ଼ି ମାଛ, ଶେଉଳ ମାଛ ଇଏ ପଙ୍କ ଭିତରେ ଅଛନ୍ତି। ପଙ୍କରୁ ଯେତେବେଳେ ସେ ବାହାରୁଛନ୍ତି ତାଙ୍କ ସେ ଟିକେ ବି ପଙ୍କ ଲାଗୁନି। ଆମେ ସେମିତି ସଂସାର ଭିତରେ ଅଛୁ। ଆମର ସ୍ତ୍ରୀଟିଏ ଅଛି, ପୁଅ ଅଛି, ଝିଅ ଅଛି, ବାପା ଅଛି, ବୋଉ ଅଛି, ଶାଶୁ ଅଛି, ଶ୍ୱଶୁର ଅଛି, ଶଳା ଅଛନ୍ତି, ଶାଳୀ ଅଛନ୍ତି, ପଡ଼ୋଶୀ ଅଛନ୍ତି। ଆରି ଭିତରେ ରହିକିରି ଆମେ ଯଦି ସକାଳ ସନ୍ଧ୍ୟାରେ ସେଇ ପ୍ରଭୁଙ୍କୁ ପ୍ରାର୍ଥନା କରିବା, ଚୋରି କରିବା ନାହିଁ। ଏକ ପ୍ରଥମ କଥା, ଆମେ ଚୋରି କରିବା ନାହିଁ। ପର ନାରୀକୁ ମା ରୂପରେ ସମ୍ମାନ ଦେବା, ମିଛ କହିବା ନାହିଁ। ଏଇ ତିନିଟା କଥା ତ ହେଇଗଲେ ମଣିଷ ଗୋଟା ମହାପୁରୁଷ ହେଇଗଲା। ଆଉ କ'ଣ? ମୁଁ ପିଲାଦିନେ ଅଲେଖ ବାବାଜୀଙ୍କ ପଇସାକୁ ଚୋରି କରିକିରି ମୋର ଅନ୍ୟାନ୍ୟ ସାଧୁ ସନ୍ତମାନଙ୍କ ପାଇଁ କାମ କରୁଥିଲି। ପିଲାଳିଆ କଥା ଗୋଟେ ନେଇଯାଇ ବିସ୍କୁଟ ଖାଇବି, ବିସ୍କୁଟ ମୁଁ ଖାଏନି, ଆଳୁଚପ ଫାଳୁଚପ ଦୁଇଟା ଖାଇବି, ନେଇଯାଏ ପଇସା। ଆଉ ଏଗୁଡ଼ା କ'ଣ ଚୋରିରେ ଯାଏ? ଏଗୁଡ଼ାକ ପିଲାଳିଆମିରେ ଯାଏ। ତେଣୁ ମନେ ରଖିବେ, ଚୋରି, ନାରୀ, ମିଥ୍ୟା, ଇଏ ତିନୋଟିରୁ ଦୂରେଇ ଯାଆନ୍ତୁ। ଇଏ ଗୋଟେ କଥା ଗଲା। ଆଉ ଗୋଟେ କଥା ହେଲା ଆହାର, ନିଦ୍ରା, ମୈଥୁନ, ଇଏ ତିନୋଟିକୁ ସଂଯମ କରନ୍ତୁ। ଗଲା ଆମର ସଂସାରରେ ଥାଉ କି ଜଙ୍ଗଲରେ ଥାଉ, ଆମେ ସନ୍ନ୍ୟାସୀ। ଆଉ ତେଣୁ ସଜ୍ଜନ, କ'ଣ ବଳିଆ ଆଉ କହିବ?